ବୈଶାଖ ମାସ, ଖରା ଦିନ। ନଈ ପୋଖରୀ ଶୁଖି ଯାଇଥାଏ। ଥରେ ଗୋଟିଏ କୁଆକୁ ଭାରି ଶୋଷ ହେଲା। ଚାରିଆଡ଼ ବୁଲି ବୁଲି ସେ କେଉଁଠି ବି ପାଣି ଠୋପାଏ ପାଇଲା ନାହିଁ। ଥକା ହୋଇ ଆମ୍ବ ଗଛ ଡାଳରେ ବସିଲା। କିଛି ଦୂରରେ ଗୋଟିଏ ମାଠିଆ ଦେଖିଲା। ମାଠିଆ ପାଖକୁ ଉଡ଼ି ଯାଇ ଦେଖିଲା ସେଥିରେ ଅଳ୍ପ ପାଣି ଅଛି। ତା ଥଣ୍ଟ ପାଣି ପାଖକୁ ପାଇଲା ନାହିଁ। ସେ କହିଲା, ଏବେ କ'ଣ କରିବ? କିପରି ସେ ପାଣି ପିଇବ? ସେଥିପାଇଁ ସେ ଗୋଟିଏ ଉପାୟ ପାଞ୍ଚିଲା। ସେ ଦେଖିଲା ପାଖରେ କିଛି ଗୋଡ଼ି ପଡ଼ି ରହିଛି। ଛୋଟ ଛୋଟ ଗୋଡ଼ି ଗୋଟାଇ ଆଣି ମାଠିଆରେ ପକାଇଲା। ତେଣୁ ପାଣି ଧୀରେ ଧୀରେ ଉପରକୁ ଉଠିଲା। କୁଆ ଥଣ୍ଟ ବୁଡ଼ାଇ ପାଣି ପିଇଲା। ଆନନ୍ଦରେ ପାଣି ପିଇ ଉଡ଼ିଗଲା। ଏଥିରୁ ଆମେ ଶିଖିଲେ ବୁଦ୍ଧି ବଳରେ ସବୁ କାମ କରିହୁଏ।